ରଥଯାତ୍ରା ରଚନାର ଉପକ୍ରମ। ଓଡ଼ିଶା ହେଉଛି ଦେବଭୂମି। ଏହି ପବିତ୍ର ଭୂମିର ଗୌରବ, ଗାରିମା, ଆଧ୍ୟାତ୍ମିକ ପରମ୍ପରାର ଶିରୋମଣି ହେଉଛି ପୁରୀର ଶ୍ରୀକ୍ଷେତ୍ର। 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ସର୍ବଶ୍ରେଷ୍ଠ ଓ ସର୍ବାଧିକ ଜନପ୍ରିୟ ପର୍ବ। ଏହି ଦିନ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ନିଜ ଜନ୍ମବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଭକ୍ତମାନଙ୍କ ଗହଣକୁ ଆସନ୍ତି। ତେଣୁ ରଥଯାତ୍ରାକୁ ଭକ୍ତି, ପ୍ରେମ, ସମାନତା ଓ ମାନବତାର ମହାପର୍ବ ବୋଲି ମଧ୍ୟ କୁହାଯାଏ। ଉପକ୍ରମ ପରେ ବର୍ଣ୍ଣନା। ରଥଯାତ୍ରା ପୂର୍ବରୁ ଅକ୍ଷୟ ତୃତୀୟା ଦିନ 3ଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ। ପାରମ୍ପରିକ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ କାଠରେ ମହାରଣା ସେବକମାନେ ରଥ ନିର୍ମାଣ କରନ୍ତି। ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶ୍ରୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସଜାଯାଇଥାଏ। ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା 108 ଘଟ ପବିତ୍ର ଜଳରେ ସ୍ନାନ କରିଥାନ୍ତି। ଏହାପରେ ଦେବୀ ଦେବତାମାନେ ଅସୁସ୍ଥ ହୋଇ ଅଣସର ଘରେ 15 ଦିନ ବିଶ୍ରାମ କରନ୍ତି। ଏହି ସମୟରେ ଭକ୍ତମାନେ ତାଙ୍କର ଦର୍ଶନ ପାଇନଥାନ୍ତି। ପରେ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ପରେ ମହାପ୍ରଭୁଙ୍କୁ ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି। ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ଜନ୍ମବେଦୀ ବୋଲି କୁହାଯାଏ, ଆଉ ଶ୍ରୀମନ୍ଦିରକୁ କର୍ମବେଦୀ ବୋଲି ମନେ କରାଯାଏ। ପହଣ୍ଡି ବିଜେ ଓ ଛେରା ପହଁରା। ରଥଯାତ୍ରା ଦିନ ମହାପ୍ରଭୁମାନଙ୍କୁ ଶ୍ରୀମନ୍ଦିରରୁ ଘଣ୍ଟ, ଘଣ୍ଟା, କାହାଳୀ, ମର୍ଦ୍ଦଳ ଓ ହରିବୋଲ ଧ୍ୱନି ମଧ୍ୟରେ ଝୁଲି ଝୁଲି ପହଣ୍ଡି ବିଜେ କରାଯାଏ। ଏହି ଦୃଶ୍ୟ ଅତ୍ୟନ୍ତ ମନୋହର ଓ ଭକ୍ତିମୟ। ଏହାପରେ ପୁରୀର ଗଜପତି ମହାରାଜ ସାଧାରଣ ସେବକ ପରି 3 ରଥ ଉପରକୁ ଚଢ଼ି ସୁନାର ଝାଡ଼ୁ ଦ୍ୱାରା ରଥର ଚାରିପାଖ ସଫା କରନ୍ତି ଓ ଚନ୍ଦନ ମିଶ୍ରିତ ପବିତ୍ର ଜଳ ସିଞ୍ଚନ କରନ୍ତି। ଏହି ପବିତ୍ର ନୀତିକୁ ଛେରା ପହଁରା କୁହାଯାଏ। ଏହା ଦର୍ଶାଏ ଯେ ଭଗବାନଙ୍କ ସମ୍ମୁଖରେ ରାଜା ହେଉ କି ପ୍ରଜା, ସମସ୍ତେ ସମାନ। ତାପରେ ଲକ୍ଷ ଲକ୍ଷ ଭକ୍ତ ଜୟ ଜଗନ୍ନାଥ ଧ୍ୱନିରେ ଆକାଶକୁ କମ୍ପିତ କରି ରଥର ଦଉଡ଼ି ଟାଣନ୍ତି। ଭକ୍ତମାନଙ୍କ ବିଶ୍ୱାସ ଯେ ଭକ୍ତି ଭାବରେ ରଥ ଟାଣିଲେ ଅନେକ ଜନ୍ମର ପାପ କ୍ଷୟ ହୁଏ ଏବଂ ଜୀବନର ସୁଖ, ଶାନ୍ତି ଓ ପୁଣ୍ୟତା ଲାଭ ହୁଏ। ରଥଗୁଡ଼ିକ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚନ୍ତି। ଏହି ମନ୍ଦିରକୁ ମହାପ୍ରଭୁଙ୍କ ଜନ୍ମବେଦୀ ବୋଲି କୁହାଯାଏ। ସେଠାରେ ସପ୍ତମ ଦିନ ବିରାଜମାନ ରହି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ମହାପ୍ରଭୁ ପୁଣି ରଥାରୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଫେରନ୍ତି। ଏକାଦଶୀ ତିଥିରେ ସୁନାବେଶ। ମହାପ୍ରଭୁଙ୍କର ଅଲୌକିକ ରୂପ ଭକ୍ତମାନଙ୍କୁ ମୁଗ୍ଧ କରେ। ଏହାପରେ ଅଧରପଣା ନୀତି ଓ ନୀଳାଦ୍ରି ବିଜେ ସମ୍ପନ୍ନ ହେବା ସହ ରଥଯାତ୍ରାର ସମାପନ ଘଟେ। ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାରତୀୟ ସଂସ୍କୃତି, ଭ୍ରାତୃତ୍ୱ, ସାମାଜିକ ସମାନତା ଓ ବିଶ୍ୱ ବନ୍ଧୁତ୍ୱର ଏକ ଅନନ୍ୟ ପ୍ରତୀକ। ଏହି ଦିନ ଜାତି, ଧର୍ମ, ବର୍ଣ୍ଣ, ଧନୀ, ଗରିବ ସମସ୍ତ ଭେଦଭାବ ଲୋପ ପାଇଯାଏ। ସମସ୍ତେ ଏକାଠି ହୋଇ ମହାପ୍ରଭୁଙ୍କ ଦର୍ଶନ ଓ ସେବାରେ ନିଜକୁ ସମର୍ପଣ କରନ୍ତି। ସେଥିପାଇଁ ରଥଯାତ୍ରାକୁ ବିଶ୍ୱ ଐକ୍ୟର ଏକ ମହାପର୍ବ ବୋଲି କୁହାଯାଏ। ବର୍ଣ୍ଣନା ପରେ ଶେଷରେ ଉପସଂହାର। ରଥଯାତ୍ରା ଓଡ଼ିଆ ଜାତିର ଗର୍ବ, ଗୌରବ ଓ ସାଂସ୍କୃତିକ ପରିଚୟର ଅମୂଲ୍ୟ ଐତିହ୍ୟ। ଏହା ଆମ ମନରେ ଭକ୍ତି, ଦୟା, ପ୍ରେମ, ସମାନତା ଓ ସେବା ଭାବର ଉତ୍ପନ୍ନ କରେ। ମହାପ୍ରଭୁଙ୍କ ରଥ ଯେପରି ଲକ୍ଷ ଲକ୍ଷ ଭକ୍ତଙ୍କର ସହଯୋଗରେ ଆଗକୁ ବଢ଼େ, ସେହିପରି ସମାଜ ମଧ୍ୟ ପରସ୍ପର ସହଯୋଗ, ଏକତା ଓ ସଦ୍ଭାବରେ ଆଗେଇ ଚାଲିଲେ ଶାନ୍ତି ଓ ସମୃଦ୍ଧି ପଥ ସୁଗମ ହେବ। ତେଣୁ ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ମାନବତା ଓ ବିଶ୍ୱ ଭ୍ରାତୃତ୍ୱର ଚିରନ୍ତନ ବାର୍ତ୍ତା ଅଟେ।